ଓଡ଼ିଶା ଇତିହାସର ସ୍ମୃତିରୁ ଲିଭି ଯାଇଥିବା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ରେମୁଣା ବ୍ଲକର ସେହି ଉପେକ୍ଷିତ ଗ୍ରାମ ବୋଇତା, ଯିଏ ଦିନେ ପୁରାତନ ନୌ ବାଣିଜ୍ୟ କିମ୍ବଦନ୍ତୀର ମୁକ ସାକ୍ଷୀ ଥିଲା। ସରକାରଙ୍କ ନଥିରେ ଗ୍ରାମର କ୍ରମାଙ୍କ 3,92,870। ଏହା ସମୁଦ୍ର ପତ୍ତନରୁ 19 ମିଟର ଉଚ୍ଚତାରେ ଅବସ୍ଥିତ। ଏହାର ଭୌଗୋଳିକ ଅବସ୍ଥିତି ଉପଗ୍ରହ ଚିତ୍ରରୁ ସହଜରେ ଜାଣି ହୁଏ। 3.41 ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପିଥିବା ଏହି ବୋଇତା ଗ୍ରାମଟି ବାଲେଶ୍ୱର ଜିଲ୍ଲାର 17ତମ ବୃହତ୍ ଗ୍ରାମ ଭାବେ ପରିଚିତ ଥିବାବେଳେ ମୋଟ ଗ୍ରାମର 8% ଭୂମି ଜଙ୍ଗଲ ଦ୍ୱାରା ଆବୃତ। 14ଟି ସାହି ବିଶିଷ୍ଟ ଏହି ଗ୍ରାମର ଲୋକସଂଖ୍ୟା 2000ରୁ ଅଧିକ ଥିବାବେଳେ ପ୍ରାୟ 460 ପରିବାର ଏଠାରେ ବସବାସ କରନ୍ତି। ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଉକ୍ତ ଗ୍ରାମର ପ୍ରତି ସାହିରେ ନିର୍ଦ୍ଦିଷ୍ଟ କୌଳିକ ବୃତ୍ତି ବିଶିଷ୍ଟ ମୁଖ୍ୟତଃ କୁମ୍ଭକାର, ଚମ୍ଭାର, ଚଷା, ମହାଜନ, ଲୌହକାର, ବାଦ୍ୟକାର, ମତ୍ସ୍ୟଜୀବୀ ତଥା ଅନ୍ୟ ଜାତି ବା ବର୍ଗର ଲୋକେ ଅଛନ୍ତି। ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଗ୍ରାମ ପୂର୍ବାଭିମୁଖୀ। ଗ୍ରାମର ସମ୍ପୂର୍ଣ୍ଣ ବର୍ଷା ଜଳ ପୂର୍ବ ଦିଗରେ ଥିବା ପାହାଡ଼ା ଗୋହିରୀ ଦେଇ କଣ୍ଟିଆଚରା ନଦୀରେ ପ୍ରବାହିତ ହୋଇ ଜାମୁକା ମୁହାଣରେ ବଙ୍ଗୋପସାଗର ସହ ମିଶିଥାଏ। ଏହି ଜଳ ପ୍ରବାହର ରାସ୍ତାଟି ଆଗକାଳରେ ଉକ୍ତ ବୋଇତା ଗ୍ରାମର ଜଳପଥ ପରିବହନର ମାର୍ଗ ଭାବେ ବ୍ୟବହାର କରାଯାଉଥିବାର ଦୃଷ୍ଟାନ୍ତ ରହିଛି। ଇତିହାସରୁ ଜଣାପଡ଼େ ଯେ କଳିଙ୍ଗ ସାମ୍ରାଜ୍ୟ ସମୟରେ ଓଡ଼ିଶାର ଉପକୂଳ ଅଞ୍ଚଳରୁ ବୋଇତ ଦ୍ୱାରା ସାଧବ ପୁଅମାନେ ଜଳପଥରେ ବଣିଜ ପାଇଁ ଜାଭା, ବର୍ନିଓ, ସୁମାତ୍ରା ତଥା ଶ୍ରୀଲଙ୍କା ଆଦି ଦେଶକୁ ଯାଉଥିଲେ। ଏହି ପରିପ୍ରେକ୍ଷୀରେ ବୋଇତା ଗ୍ରାମର ସମ୍ପର୍କ ବିଶେଷ ମହତ୍ତ୍ୱପୂର୍ଣ୍ଣ। ଏହି ବୋଇତା ଗ୍ରାମର ପୂର୍ବରେ ଥିବା ପାହାଡ଼ା ଗୋହିରୀ କଣ୍ଟିଆଚରା ନଦୀ ସହ ସଂଯୋଗ ହୋଇଛି ଏବଂ ଆଗକୁ ଏହି ନଦୀଟି ସମୁଦ୍ରରେ ଜାମୁକା ମୁହାଣ ସହ ମିଶିଛି। ଆଞ୍ଚଳିକ ଇତିହାସକାର ତଥା ଗ୍ରାମର ବୟୋବୃଦ୍ଧଙ୍କ ମତରେ ଆଗକାଳରେ ବଣିଜ ପାଇଁ ବୋଇତମାନେ ଏହି ସ୍ଥାନରୁ ବାହାରି ଯାଉଥିଲେ ଓ ଆସି ଏହି ସ୍ଥାନରେ ପହଞ୍ଚୁଥିବାରୁ ଉକ୍ତ ଗ୍ରାମ ଅଦ୍ୟାବଧି ବୋଇତାଡ଼ି ବା ବୋଇତର ଆଡ଼ି ଭାବେ ବେଶ୍ ପ୍ରସିଦ୍ଧ। ବ୍ରିଟିଶ ଶାସନ ପୂର୍ବରୁ ଏହି ଗ୍ରାମର ନାମ ବୋଇତ ବା ଇଂରାଜୀରେ BOITA ଥିଲା ଏବଂ କାଳକ୍ରମେ ଏହା ବୋଇତାରେ ପରିଣତ ହୋଇଛି। ପୁରାତନ ସମୟରେ ସ୍ଥଳପଥ ଅତି ଦୁର୍ଗମ ଥିବାରୁ ଏହି ଅଞ୍ଚଳର ସମସ୍ତ ପରିବହନର ମାଧ୍ୟମ କେବଳ ଏହି ଜଳପଥ ହିଁ ଥିଲା। ସେ ସମୟରେ ଏହି ଗ୍ରାମରୁ ମୁଖ୍ୟତଃ ସରୁ ଚାଉଳ, ମାଟି ତିଆରି ବହୁ ଆବଶ୍ୟକୀୟ ଉପକରଣ, ତାଳ ଗଛ ଏବଂ ପତ୍ରରୁ ତିଆରି ସୁନ୍ଦର ସୁନ୍ଦର ହସ୍ତକର୍ମ ତଥା ବେତ ଓ ବାଉଁଶରୁ ତିଆରି ବହୁ ଜିନିଷ ବିଦେଶକୁ ରପ୍ତାନି କରାଯାଉଥିଲା। ଏହାକୁ ଏକ ବଳିଷ୍ଠ ପ୍ରାକୃତିକ ଉଦାହରଣ ସହ ପ୍ରମାଣିତ କରାଯାଇପାରେ ଯେ ସମୁଦ୍ର ପତ୍ତନରୁ ଜାମୁକା ମୁହାଣ ଦେଇ ସ୍ଥଳଭାଗ ଆଡ଼କୁ କଣ୍ଟିଆଚରା ନଦୀଟି କେବଳ ବୋଇତା ଗ୍ରାମକୁ ପାହାଡ଼ା ଗୋହିରୀଠାରେ ସଂଯୋଗ କରୁଛି, ଯାହାକି ଅନ୍ୟ କୌଣସି ଗ୍ରାମକୁ ଏହି ନଦୀ ସ୍ପର୍ଶ କରିନାହିଁ। ଏହାର ପ୍ରମାଣ ଉପଗ୍ରହ ଚିତ୍ରରୁ ସହଜରେ ଜାଣିହେବ। ଏହି ଗ୍ରାମଠାରୁ ମାତ୍ର 18 କିଲୋମିଟର ଦୂର ବାଲେଶ୍ୱର ଡଚ୍ ଏବଂ ଓଲନ୍ଦାଜଙ୍କ ସମୟରୁ ବ୍ରିଟିଶ ସାମ୍ରାଜ୍ୟ ପର୍ଯ୍ୟନ୍ତ ଏକ ନୌ ବାଣିଜ୍ୟର ପେଣ୍ଠସ୍ଥଳୀ ଥିବା ସ୍ଥଳେ ବୋଇତା ଗ୍ରାମର ନୌ ବାଣିଜ୍ୟ ଅବସ୍ଥିତିକୁ ବାଲେଶ୍ୱରର ଅତି ନିକଟତମ ବାଣିଜ୍ୟିକ ସ୍ଥାନ ସହ ଯୋଡ଼ାଯାଇ ପାରିଛି। ଏହି ବିଷୟର ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କଲେ ଜଣାଯାଏ ଯେ ବୋଇତା ଗ୍ରାମର ପ୍ରାକୃତିକ ବେଷ୍ଟନୀ ଆଗରୁ ଏକ ଜଙ୍ଗଲ ସ୍ୱରୂପ ଥିଲା। ଏହି ଜଙ୍ଗଲରେ ମୁଖ୍ୟତଃ ତାଳ ଗଛ, ବେତ ଓ ବାଉଁଶ ଥିଲା। ଚମ୍ଭାର ଲୋକେ ଏହି ତାଳ ଗଛର ବିଭିନ୍ନ ଅଂଶରୁ ଏବେ ବି ବହୁ ସୁନ୍ଦର ସୁନ୍ଦର ହସ୍ତକର୍ମ ପ୍ରସ୍ତୁତ କରିଥାନ୍ତି। ଗ୍ରାମରେ ଏମାନଙ୍କର ଉପସ୍ଥିତି ସମସ୍ତ ଲୋକସଂଖ୍ୟାର 15ରୁ 20 ଭାଗ। ତାଳପତ୍ରରୁ ତିଆରି କରୁଥିବା ବିଭିନ୍ନ ହସ୍ତକର୍ମ ଏ ଅଞ୍ଚଳରେ ଏବଂ ବାଲେଶ୍ୱର ସହରରେ ଏବେ ବି ପ୍ରସିଦ୍ଧ। ଏବେ ବି ବୋଇତା ଗ୍ରାମର ଚାରିପଟେ ବହୁ ପୁରୁଣା ତାଳଗଛ ମାଳ ମାଳ ହୋଇ ଦେଖାଯାଏ, ଯାହାକି ପୁରାତନ ଅବସ୍ଥିତିକୁ ସୂଚାଇଥାଏ। ଏହି କୌଳିକ ବୃତ୍ତି ବିଶିଷ୍ଟ ଜାତି
ବା ବର୍ଗର ଲୋକମାନଙ୍କର ଉପନାମ ମୁଖ୍ୟତଃ ବେହେରା ଅଟେ। ଅନ୍ୟ ବେହେରା ବା କୁମ୍ଭକାର ଉପନାମର ବହୁ ଲୋକେ ମାଟି କାଦୁଅରୁ ହାଣ୍ଡି ଏବଂ ମୂର୍ତ୍ତି ତିଆରି କରନ୍ତି। ଗ୍ରାମରେ କୁମ୍ଭକାରଙ୍କର ସଂଖ୍ୟା ସମସ୍ତ ଲୋକ ସଂଖ୍ୟାର ଅନୁପାତରେ 20% ଥିବାବେଳେ 50%ରୁ ଅଧିକ ଗ୍ରାମବାସୀ ଉନ୍ନତ ମାନର ଧାନ ତଥା ସରୁ ଚାଉଳ ଉତ୍ପାଦନ କରିଥାନ୍ତି। ବୁଇତା ଗ୍ରାମରେ ବହୁ ଦେବାଦେବୀ ରହିଥିବା ବେଳେ ମା ମହିଷାମର୍ଦିନୀ ଠାକୁରାଣୀ ସର୍ବପୁରାତନ ଗ୍ରାମ ଦେବତୀ। ବହୁତ ଦିନ କାଳ ଠାକୁରାଣୀ ଏଇ ଗାଁ ବସତି ପାଖରୁ ସେ ତା ପୂର୍ବରୁ ସେ ସେଇଠି ରହିଛି ପୁରା ପାଉଛି। ଠାକୁରାଣୀ ମହିଷାମର୍ଦିନୀ ସବୁଠାରୁ କିଛି ଠାକୁରାଣୀ ଏଠି ଦିଅ ଦେବତା କିଛି ନଥିଲେ, କିନ୍ତୁ ଆଗେ ମହିଷାମର୍ଦିନୀ ରହିଥିଲେ। ଭୌଗୋଳିକ ଅବସ୍ଥିତିରୁ ଜାଣି ହୁଏ ଯେ ମା ମହିଷାମର୍ଦିନୀ ଗ୍ରାମର ପୂର୍ବ ଦିଗରେ ଅବସ୍ଥିତ କରୁଥିବା ବେଳେ ତାଙ୍କର ସିଧା ଦୃଷ୍ଟି ପାହାଡ଼ା ଗୋହିରୀକୁ ରହିଛି, ଯେମିତିକି ମା ତାର ପିଲାମାନଙ୍କ ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଛି। ବହୁ ପୁରାତନ ବୟସ୍କ ଲୋକଙ୍କ ମତରେ ସାଧବମାନେ ବଣିଜ ପାଇଁ ମା ମହିଷାମର୍ଦିନୀଙ୍କ ଠାରୁ ଆଶିଷ ଭିକ୍ଷା ନେଇ ଯାତ୍ରା ଆରମ୍ଭ କରୁଥିଲେ ଏବଂ ଫେରିବା ସମୟରେ ଧନ୍ୟବାଦ ଅର୍ପଣ କରୁଥିଲେ। ପାହାଡ଼ ଗୋହିରୀ ନିକଟରୁ ଆମର ସାଧବମାନେ ବଣିଜ କରିବା ପାଇଁ ମା ମହିଷାସୁରଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ସେ ବାହାର ଦେଶକୁ ବ୍ୟବସାୟ କରିବା ପାଇଁ ଯାଆନ୍ତି। ଏଠୁ ବୁଇତ ଏଇ ଗାଁକୁ ଆସୁଥିଲା। ଆଜ୍ଞା ସେଠୁ ୟାର ନାମ ହେଇଛି ବୁଇତ। ଆମ ଗାଁରେ ଥିଲେ ବାସିନ୍ଦା ଆଜ୍ଞା ହଉଛନ୍ତି ଚମ୍ବାର, ଆଜ୍ଞା କୁମ୍ଭାର, ତମେ ଯୋଉ ବେହେରା ଯୋଉ କହନ୍ତି ବେହେରା ଟାଇଟଲ। ବେହେରା। ମୋ ଶାଶୁ ଶ୍ୱଶୁର ଅମଳରୁ ଆମର ବୁଇତ ଏଠି ଲାଗୁଥିଲା ବୋଲିକି ତାର ନାଁ ହତୁ କିମ୍ବଦନ୍ତୀ ଅଛି, ସେଇ ଯୁଗରୁ ବୁଇତା ବୋଲିକି ନାଁ ଦିଆହେଇଛି। ଆମ ଗାଁକୁ ଆଗରୁ କହୁଛି ବୋଇତ, ଛୋଟ ଛୋଟ ବୋଇତ ଆସୁଥିଲା। ଯେତେବେଳେ କହୁଛି ରେଙ୍ଗୁନରୁ ଖୋଦ ଆସୁଥିଲା ଦୁର୍ଭିକ୍ଷ ସମୟରେ ଆମ ଗାଁକୁ ଏଇ ଚୁଡ଼ିର ବଡ଼ ଜାହାଜରୁ ଛୋଟ ବୋଇତରେ ସବୁ ଖୋଦ ଆସୁଥିଲା। ଗାଁ ଲୋକମାନେ ତାକୁ ବ୍ୟବହାର କରୁଥିଲେ ଖାଦ୍ୟ ରୂପେ। ସମୁଦ୍ର କୂଳ କୂଳେ ଯେ ନୂଆ ନଈରୁ ବୋଇତ ଆସିକି ପାହାଡ଼ା ଗୋହିରୀ ଗୋଟେ ଅଛି, ସେଟା ବର୍ତ୍ତମାନ ପୁତିଗଲାଣି। ସେତେ ପର୍ଯ୍ୟନ୍ତ ବୋଇତ ଆସେ। ବୋଇତରୁ ଡଙ୍ଗାରେ ଗାଁକୁ ଜିନିଷ ଆସେ, ଜିନିଷ ପୁଣି ଡଙ୍ଗାରେ ଯାଏ, ବୋଇତରେ ଲୋଡ଼ ହୁଏ। କିମ୍ଭୀର ବି ରୁହନ୍ତି ଏଇ ବୋଇତ ଆସି ଲାଗୁଥିବାରୁ ଆର ନାଁ ହେଇଛି ବୋଇତା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଆଗରୁ ଏହିଠାରୁ ବୋଇତ ଦ୍ୱାରା ମାଟି ତିଆରି ବିଭିନ୍ନ ପଦାର୍ଥ, ସରୁ ଚାଉଳ, ତାଳପତ୍ର ଓ ବେତ ବାଉଁଶରୁ ତିଆରି ବହୁ ସୁନ୍ଦର ସୁନ୍ଦର ହସ୍ତକର୍ମକୁ ବିଦେଶକୁ ବେପାର ବଣିଜ ଉଦ୍ଦେଶ୍ୟରେ ରପ୍ତାନି କରାଯାଉଥିଲା। ଏହିସବୁ ପ୍ରସଙ୍ଗ ଗବେଷକଙ୍କ ଗବେଷଣାର ମୁଖ୍ୟ ମାପଦଣ୍ଡ ହୋଇଥିବାରୁ ବିଶେଷ ଭାବରେ ବାରି ହେଉଛି ଯେ ଏହି ସ୍ଥାନ ଆଗକାଳରେ ଏକ ବାଣିଜ୍ୟିକ କେନ୍ଦ୍ର ଥିଲା। ଏ ରାଧାପାଣିରେ ବୋଲି ଜଣେ ଜମିଦାର ଥିଲେ। ସେ ଜମିଦାର ଥିଲେ, ସେ ମହାଜନ। ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମର ପୂର୍ବ ଭାଗରେ ସର୍ବପ୍ରଥମ ଗୃହ ପାଣିଗ୍ରାହୀ ସାହିର ରାଧା ପାଣିଗ୍ରାହୀଙ୍କ ବଂଶୋଦ୍ଭବମାନେ ରହୁଥିଲେ। ଏବେ ନିକଟରେ ତାଙ୍କର ନୂତନ ଗୃହ ପାଇଁ ଭୂମି ଖନନ ସମୟରେ ଭୂଗର୍ଭରୁ ବହୁ ପୁରାତନ ରୌପ୍ୟ ମୁଦ୍ରାମାନ ମିଳିଥିଲା। ଏଥିରୁ ମଧ୍ୟ ଜାଣି ହୁଏ ଯେ ଏହିଠାରେ ଆଗରୁ ନିଶ୍ଚୟ ଭାବେ ବେପାର ବଣିଜ ହେଉଥିଲା, କାରଣ ସେ ସମୟରେ ବ୍ୟବସାୟ ପାଇଁ ଜଳପଥ ଏକମାତ୍ର ବିକଳ୍ପ ଥିଲା। ଶୀତଦିନେ ଏହି ପାହାଡ଼ା ଗୋହିରୀ ନିକଟସ୍ଥ ବିସ୍ତୃତ ପଡ଼ିଆରେ ବାହାରୁ ବହୁ ଲୋକ ଆସି ବଣଭୋଜିର ଆନନ୍ଦ ନିଅନ୍ତି। ଏହି ସ୍ୱର୍ଣ୍ଣିମ ଇତିହାସକୁ ମନେ ପକାଇ ପ୍ରତିବର୍ଷ ବୋଇତା ଗ୍ରାମର କୌଳିକ ତଥା ଓଡ଼ିଶାର ଗୌରବମୟ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ। ପୂର୍ବରୁ ବୋଇତ ଆସି ଲାଗୁଥିବା ପୁରାତନ ଐତିହାସିକ ସ୍ଥାନ ପାହାଡ଼ା ଗୋହିରୀର ପୁନରୁଦ୍ଧାର ହୋଇପାରିନଥିବାରୁ ନିକଟସ୍ଥ ବୈଦ୍ୟନାଥ ଶୈବପୀଠର ପୋଖରୀରେ ଏହି ଉତ୍ସବ ପାଳିତ ହୋଇ ଆସୁଛି। ନିକଟରେ ବୋଇତା ଗ୍ରାମର ଏହି ବିରଳ ଐତିହାସିକ କିମ୍ବଦନ୍ତୀ ଉପରେ ପ୍ରିଣ୍ଟ ମିଡ଼ିଆ, ଡିଜିଟାଲ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆଙ୍କ ତରଫରୁ ରାଜ୍ୟସ୍ତରୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହର ଆଲୋକ ଖେଳାଇ ପାରିଛନ୍ତି।
ଗ୍ରାମବାସୀଙ୍କ ତରଫରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ 2020 ମସିହାରେ ବୋଇତା ଗ୍ରାମର ଐତିହାସିକ ସ୍ଥାନ ପାହାଡ଼ା ଗୋହିରୀ ବିଷୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଇନଷ୍ଟିଚ୍ୟୁଟ୍ ଅଫ୍ ମେରିଟାଇମ୍ ଆଣ୍ଡ ସାଉଥ୍ ଇଷ୍ଟ ଏସିଆନ୍ ଷ୍ଟଡିଜ୍ ବିଭାଗ ଏହି ଐତିହାସିକ ପୁରାତନ ସାମୁଦ୍ରିକ ବାଣିଜ୍ୟିକ ସ୍ଥାନ ଉପରେ ଗବେଷଣା ଆରମ୍ଭ କରିଛି। ଏଥିସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ଏହି ସ୍ଥାନ ଉପରେ ଗବେଷଣା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ସରକାରୀ ସ୍ତରରେ ଜଳସେଚନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ପାହାଡ଼ା ଗୋହିରୀର ପୁନରୁଦ୍ଧାର ପାଇଁ ଚେଷ୍ଟା ଆରମ୍ଭ କରାଯାଇପାରିଛି। ମାତ୍ର ଏସବୁ ମିଶନ ପାହାଡ଼ା ଗୋହିରୀର ପ୍ରଥମ ସୋପାନ। ଏଭଳି ଏକ ଓଡ଼ିଶାର ପୁରାତନ ନୌ ବାଣିଜ୍ୟ ଇତିହାସର ମୁକସାକ୍ଷୀ ବୋଇତା ଗାଁ ନୁହଁ, ବୋଇତା ମା'ର ସ୍ୱର୍ଣ୍ଣିମ ଗୌରବମୟ ଅଧ୍ୟାୟକୁ ପୁଣି ଥରେ ଫେରି ପାଇବା ତଥା ପାହାଡ଼ା ଗୋହିରୀର ପୁନର୍ଜନ୍ମ ପାଇଁ ସମସ୍ତ ଗ୍ରାମବାସୀ ସଂଗ୍ରାମ ଜାରି ରଖିବେ, କାରଣ ଏହା ସେମାନଙ୍କର ଅଭିମାନର ପ୍ରଶ୍ନ ନୁହଁ, ସ୍ୱାଭିମାନର ଚିହ୍ନ।